ସଭ୍ୟ ଜମିଦାର ଗଳ୍ପ। ଗାଳ୍ପିକ ହେଉଛନ୍ତି ଫକୀରମୋହନ ସେନାପତି। ଓଡ଼ିଆ କଥା ସାହିତ୍ୟର ଜନକ ଫକୀରମୋହନ ସେନାପତି ଥିଲେ ଅସାମାନ୍ୟ ପ୍ରତିଭାର ଅଧିକାରୀ। ଓଡ଼ିଶାର ଧୂଳି ମାଟି ମଣିଷ ବଣ ପାହାଡ଼କୁ ସେ ତାଙ୍କର ସାରସ୍ୱତ ସୃଷ୍ଟିରେ ଯେତିକି ପ୍ରାଣବନ୍ତ କରି ରୂପାୟିତ କରିଛନ୍ତି, ଅଧିକ ପରିମାଣରେ ସାମାଜିକ ଜୀବନର ନାନା ଅନ୍ୟାୟ, ଅତ୍ୟାଚାର, କଷଣ, ଦୂଷଣ, ଅନ୍ଧବିଶ୍ୱାସ ଓ କୁସଂସ୍କାରକୁ ସେ ଦୂର କରିବା ପାଇଁ ଦେଇଛନ୍ତି ଚନ୍ଦ୍ର ଆହ୍ୱାନ। ସମାଜ ବ୍ୟବସ୍ଥାର ବିଭିନ୍ନ ଦିଗକୁ ତାଙ୍କର ପ୍ରଜ୍ଞା ଓ ପ୍ରତିଭା ବିସ୍ତାରିତ ହୋଇଯାଇଛି। ଆଲୋଚ୍ୟ ସଭ୍ୟ ଜମିଦାର ଗଳ୍ପରେ ଗାଳ୍ପିକ ନବ୍ୟ ସଭ୍ୟ ଇଂରାଜୀ ଶିକ୍ଷାଲାଭ କରିଥିବା ଓ ସଭ୍ୟ ବୋଲାଉଥିବା ଜମିଦାର ରାଜୀବ ଲୋଚନ ଜୀବନର ଏକ ନକାରାତ୍ମକ ଦିଗକୁ ବାସ୍ତବ ରୂପେ ପ୍ରତିପାଦନ କରିଛନ୍ତି। ତେଣୁ ଗଳ୍ପର ନାମକରଣ ସାର୍ଥକତା ହୋଇଛି। ବାବୁ ବଳରାମ ବଲ। ତାପରେ ଆସିଛି ବାବୁ ବଳରାମ ବଲ କଲିକତା ବଡ଼ ମହାଜନ, ଜଣେ ଗଦିଆନୀ ମହାଜନ। ମାନେ ବାବୁ ବଳରାମ ବଲ କଲିକତା ବଡ଼ ବଜାରର ଜଣେ ଗଦିଆନୀ ମହାଜନ ଥିଲେ। ବାବୁ ବଳରାମ ବଲ ଜଣେ କଲିକତାର ବଡ଼ ମହାଜନ ଥିଲେ, ଗଦିଆନୀର। ସେ ଉତ୍କଳର ସମସ୍ତ ବେପାରୀଙ୍କର ଦଣ୍ଡିଦାର। ସେ ଯେତେ ବି ଉତ୍କଳର ବେପାରୀ ଥିଲେ, ସେ ସମସ୍ତଙ୍କ ବେପାରୀଙ୍କର ଦଣ୍ଡିଦାର, ମାନେ ହେଡ୍ ଯାହାକୁ କୁହାଯାଏ। ଲକ୍ଷ ଲକ୍ଷ ଟଙ୍କାର ତାଙ୍କର କାରବାର। ସେଥିପାଇଁ କୁହାଯାଇଛି ଯେ ବେପାରୀଙ୍କର ଦଣ୍ଡିଦାର, ସମସ୍ତ ବେପାରୀଙ୍କର ଦଣ୍ଡିଦାର। ଲକ୍ଷ ଲକ୍ଷ ଟଙ୍କାର କାରବାର ତାଙ୍କର। ଏକଦା ସେ ଗାଁକୁ ଆସି ଗ୍ରାମର 10-12 ବର୍ଷ ଛେଉଣ୍ଡ ପିଲା ଗୋପାଳ ପ୍ରତି ଦୟା କରି ସାଙ୍ଗରେ ନେଇଗଲେ। ଏକଦା ସେ ଗାଁକୁ ଆସିଥିଲେ। କିଏ ନା ଏକଦା ସେ ଗାଁକୁ ଆସିଥିଲେ। ଦେଖିଲେ ଯେ ଗ୍ରାମରେ ଗୋଟିଏ 10-12 ବର୍ଷର ଛେଉଣ୍ଡ ପିଲା ବୁଲୁଛି। ସେ ଏହା ଦେଖି ତାଙ୍କର ଦୟା କରି ସେ ପିଲାକୁ ସେ ତାଙ୍କ ସାଙ୍ଗରେ କଲିକତାକୁ ନେଇଗଲେ। ସେଠାରେ ଗୋପାଳ ପ୍ରଥମେ ବୋଲହାକ କରୁଥିଲା। ମାନେ ଏଇଟା ଏତେ ଟଙ୍କା, ସେଇଟା ସେତେ ଟଙ୍କା ବୋଲି ସେ କରୁଥିଲା। ଯେତେବେଳେ ତାଙ୍କ ସାଙ୍ଗରେ ଚାଲିଗଲା। ଘଟଣାକ୍ରମେ ଆକବରୀ ମୋହର ପୁଟିଲି ଦେଇ ସେ ମହାଜନଙ୍କର ବିସ୍ତୃତ ହେଲା। ଘଟଣାକ୍ରମରେ ମହାଜନଙ୍କର ଆକବରୀ ମୋହର ହଜିଗଲା। ମାନେ ସେ କୋଉଠି ଥୋଇଦେଲେ ଯେ ଜାଣିନାହାନ୍ତି, ମାନେ ହଜିଗଲା। ଘଟଣାକ୍ରମେ ପୁଟିରେ ଦେଇଥିବା ସେ ମହାଜନଙ୍କ ବଲଙ୍କର ବିଶ୍ୱସ୍ତ ହେଲା। ମାନେ ଯୋଉ ଥିଲା ସେ ଆମ ବାବୁ ଗୋପାଳ, ତାକୁ ଆଣି ମହାଜନଙ୍କ ହାତରେ ଦେଇଦେଲେ। ଦେଲା ପରେ ସେ ଗୋପାଳ ମହାଜନଙ୍କ ବିଶ୍ୱସ୍ତ ହେଲା। ଯୋଉ ହଜି ଯାଇଥିଲା ନା, ତାକୁ ଆଣିକି ଦେଇଦେଲେ। ସେ ଯୋଉ ଆକବରୀ ମୋହର ଦେଇଦେଲେ, ଗୋପାଳ ଦେଇଦେଲେ ମହାଜନକୁ। ତ ମହାଜନଙ୍କର ଗୋପାଳ ବିଶ୍ୱସ୍ତ ହେଲା, ମାନେ ସତ, ମାନେ ଭଲ ପିଲାଟିରେ ବୋଲିକି ତାଙ୍କ ମନରେ ସେ କହିଲେ। କିଏ କହିଲେ? ମହାଜନ କହିଲେ ଗୋପାଳକୁ। ଆକବରୀ ମୋହର ହଜିଯାଇଥିଲା। ଆକବରୀ ମୋହର ଯୋଉ ହଜିଯାଇଥିଲା ସେ ନେଇକି ଦେଲେ। ସେଥିପାଇଁ ଓଡ଼ିଆ ବ୍ରାହ୍ମଣଙ୍କ ରୋଷେଇରେ ରୁଚି ରଖିବା ବାବୁ ବଳରାମଙ୍କୁ ରୋଷେଇ କରି ଖାଇବାକୁ ଦେଇ ସେ ତାଙ୍କର ଅତି ପ୍ରିୟ ହେଲା। ମାନେ ଓଡ଼ିଆ ବ୍ରାହ୍ମଣଙ୍କ ରୋଷେଇରେ ଯୋଉ ଆମ ମହାଜନ ବାବୁ ଥିଲେ, ସେ ଓଡ଼ିଆ ବ୍ରାହ୍ମଣଙ୍କୁ ରୋଷେଇ କରୁଥିଲେ। ସେହି ରୋଷେଇରେ ରୁଚି ରଖିବା ପାଇଁ,
ରୋଷେଇରେ ତାଙ୍କୁ ପ୍ରସନ୍ନ କରିବା ପାଇଁ ବଳରାମ ବାବୁଙ୍କୁ ମହାଜନ ରୋଷେଇ କରି ଖାଇବାକୁ ଦେଇ ସେ ତାଙ୍କର ଅତି ପ୍ରିୟ କଲେ। ମାନେ ତାଙ୍କୁ ସେ ଓଡ଼ିଆ ବ୍ରାହ୍ମଣଙ୍କ ହାତରୁ ଖୁଆଇ ଗୋପାଳ ବଳରାମଙ୍କୁ ତାଙ୍କର ଅତି ବିଶ୍ୱସ୍ତ କଲେ, ମାନେ ଅତି ପ୍ରିୟ କଲେ। ତୁ ଭଲ ବୋଲିକି, ତୁ ଖାଇ ଏମିତି ବୋଲିକି ତାକୁ ଅତି ପ୍ରିୟ ମାନେ ଆଦର କଲେ। କିଏ କରିଲେ? ମହାଜନ ଗୋପାଳଙ୍କୁ। କାହିଁକିନା ଆଗ ପରି ମୋହର ହଜି ଯାଇଥିଲା, ସେ ଦେଇଛନ୍ତି, ତାଙ୍କର ବିଶ୍ୱସ୍ତ ମନେ କରିଛନ୍ତି। ତାପରେ ତାକୁ ଖାଇବାକୁ ଦଉଛନ୍ତି ଓଡ଼ିଆ ବ୍ରାହ୍ମଣଙ୍କ ଠାରୁ। ସେ ମହାଜନ ଯେଉଁ ବ୍ରାହ୍ମଣଙ୍କ ଠାରୁ ଖାଆନ୍ତି ତାଙ୍କୁ ବି ସେହି ଖାଇବାକୁ ଦଉଛନ୍ତି। ଫଳରେ ବାବୁ ବଳରାମ ଗୋପାଳଙ୍କୁ ତାଙ୍କ ବ୍ୟବସାୟରେ ଅଂଶୀଦାର ମାନ୍ୟତା ଦେଲେ। ତାପରେ ଫଳରେ ସବୁ ହେଲା ପରେ ଫଳରେ ବାବୁ ବଳରାମ ଗୋପାଳଙ୍କୁ ତାଙ୍କର ବ୍ୟବସାୟରେ ଅଂଶୀଦାରର ମାନ୍ୟତା ଦେଲେ। ଯେତେବେଳେ ସବୁ ହେଇଗଲା, ତାପରେ ଏକ ଏମିତି ସମୟ ଆସିଥିଲା, ବାବୁ ବଳରାମଙ୍କୁ ଗୋପାଳଙ୍କୁ ଯେଉଁ ଥିଲା ତାଙ୍କର ବ୍ୟବସାୟରେ ଅଂଶୀଦାର, ମାନେ ଏଇ ଯେଉଁ ବେପାର ଥିଲା ତୁ ସବୁ କିଛି କରିବୁ, ମାନେ ତୁ ଏ ବେପାରୀର ଜଣେ ଅଂଶୀଦାରର ମାନ୍ୟତା ଦେଲେ। କାହାକୁ ଦେଲେ? ନା ଗୋପାଳଙ୍କୁ ଦେଲେ। କିଏ ଦେଲେ? ମହାଜନ ଦେଲେ, ଅଂଶୀଦାର ଦେଇଦେଲେ। ଏଇ ବେପାରୀର ଯେଉଁ ଥିଲା ନା ଧୂଆଁପତ୍ର ବେପାର ଥିଲା, ଏଇ ବେପାରରେ ତୁ ହେଡ୍, ତୁ ଏଇଟା ତାପରେ ସମ୍ଭାଳ, ମୁଁ ଏଇ ବେପାରରେ କିଛି ଆଉ କଥା ଦେବିନି, ମାନେ କୌଣସି ଜିନିଷ ମୁଁ ଜାଣିବି ନାହିଁ। ସେ ଏହା କହି ତାକୁ ମାନ୍ୟତା ଦେଲେ ଗୋପାଳଙ୍କୁ। ଛେଉଣ୍ଡ ଗୋପାଳ ଗଦିରେ ବାବୁ ଗୋପାଳ ମହାପାତ୍ର ଭାବେ ପରିଚିତ ହେଲା। ପ୍ରଥମେ ଗୋପାଳ ବୋଲି ଡାକୁଥିଲେ ତାପରେ ଦେଖିଲେ ବାବୁ ଗୋପାଳ ମହାପାତ୍ର ଭାବରେ ପରିଚିତ ହେଲା। ଯେତେବେଳେ ସେ ହେଡ୍ ହେଇଗଲା, ମାନେ ମାନ୍ୟତା ପାଇଗଲା ବେପାରୀର, ତାପରେ ସେହି ଯେଉଁ ମାନ୍ୟତା ପାଇଯାଇଛି ଧୂଆଁପତ୍ର ବେପାରୀରେ ମାନ୍ୟତା, ତାପରେ ତାକୁ ଡାକିଛନ୍ତି ବାବୁ ଗୋପାଳ ମହାପାତ୍ର ଭାବରେ ସେ ପରିଚିତ ହେଲା। ମାନେ ହେଡ୍ ହେଇଗଲା ନା, ସେଥିପାଇଁ ମହାପାତ୍ର ଦେଇଦେଲେ। ବାବୁ ଗୋପାଳ ମହାପାତ୍ର ରୂପେ ପରିଚିତ ହେଲା। ତାପରେ ଆମର ଅଛି ବଳରାମ ବାବୁଙ୍କୁ ଗୋପାଳ ପ୍ରତି ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତା ପାଇଁ ଗାଁରେ ଘର ତୋଳି ଦେଲେ। ତାପରେ ବିବାହ ସମ୍ବନ୍ଧୀ କରିଦେଲେ ଓ ତାଲୁକ କିଣିଦେଲେ, ମାନେ ସୁନା କିଣିଦେଲେ ଆକବରୀ। ଦେଖ, ବାବୁ ବଳରାମଙ୍କୁ ଗୋପାଳ ପ୍ରତି ଅତ୍ୟନ୍ତ ସନ୍ତୁଷ୍ଟ ହେଲା। ସେ ତାଙ୍କର ଯେଉଁ ହେଡ୍ ଦେଲେ ସବୁଥିରେ ସେ ଭଲ କଲେ। ଯେଉଁ ବେପାରୀରେ ହେଡ୍ ଦେଲେ, ଲୋକଙ୍କୁ ଭଲ ହିସାବରେ କଲେ, ସେହିକୁ ଦେଖି ଆମର ମହାଜନ ତାଙ୍କୁ ଅତ୍ୟନ୍ତ ସନ୍ତୁଷ୍ଟ ହୋଇ ତା ପାଇଁ ସେହି ଗାଁରେ ଗୋଟିଏ ଘର ତୋଳିଦେଲେ। 2 ମହଲା ଗୋଟେ ଘର ତୋଳିଦେଲେ ଏବଂ ତାଙ୍କୁ ବିବାହ ମଧ୍ୟ କରିଦେଲେ ଏବଂ ତାକୁ ତାଲୁକ କିଣି ମଧ୍ୟ ଦେଲେ। ଏସବୁ କରିଦେଲେ। ବାବୁ ଗୋପାଳ ମହାପାତ୍ର ଜମିଦାର ଭାବରେ ନିଜର ପ୍ରତିଷ୍ଠା ରଖିଲେ। ବାବୁ ଗୋପାଳ ମହାପାତ୍ର ଜମିଦାର ଭାବରେ ସେ ନିଜର ପ୍ରତିଷ୍ଠା କରିଥିଲେ। ପ୍ରଥମେ ଗାଁରେ ବୁଲୁଥିଲେ ଅନାଥ ହୋଇ, ତାପରେ ଦେଖିଲେ ଯେ ମହାପାତ୍ର ତାକୁ ଆଣିଲେ, ସବୁ ଜିନିଷ କରିଦେଲେ। ତାପରେ ଦେଖ, ବାବୁ ଗୋପାଳ ମହାପାତ୍ର ଜମିଦାର ଭାବରେ ପରିଚିତ ହେଲେ। ପ୍ରଥମେ ଥିଲେ, ତାପରେ ଦେଖ, ପ୍ରଥମେ ଗୋଟେ ଛେଉଣ୍ଡ ଥିଲେ, ତାପରେ ଦେଖି ଏସବୁ କଲା ପରେ ତାଙ୍କର ମହାପାତ୍ର ତାକୁ ଗୋପାଳ ମହାପାତ୍ର ମାନେ ଜମିଦାର ଭାବରେ ନିଜର ପ୍ରତିଷ୍ଠିତ ରଖିଥିଲେ। ମହାପାତ୍ର ଜମିଦାର ଭାବରେ ପରିଚିତ କରିଦେଲେ। ତାପରେ ସେ ମହାନ ଜମିଦାର ହୋଇଗଲେ ସେହି ଗାଁରେ। ଏସବୁ କାମ କଲା ପରେ ତାଙ୍କର ଏକମାତ୍ର ସନ୍ତାନ ରାଜୀବ ସମ୍ରାଟଙ୍କର ପାଖରେ ପାଠ ପଢ଼ିବା ବେଳକୁ ଦୁଷ୍ଟାମି କଲା। ତାଙ୍କର ଏକମାତ୍ର ସନ୍ତାନ ରାଜୀବ ମାଷ୍ଟରଙ୍କର ପାଖରେ ପାଠ ପଢ଼ିବା ବେଳକୁ ଦୁଷ୍ଟାମି କଲା। ପତ୍ନୀଙ୍କ ଅନୁରୋଧରେ ଗୋପାଳ ରାଜୀବଙ୍କୁ କଲିକତା ନେଇଗଲେ ଓ ସେଠାରେ ଇଂରାଜୀ ପାଠ ପଢ଼ାଇଲେ। ରାଜୀବଙ୍କର
ପଢ଼ା ପ୍ରତି ଆଦୌ ନିଶା ରହିଲା ନାହିଁ। କାହାର ନିଶା ରହିଲା ନାହିଁ? ପଢ଼ା ପ୍ରତି। ରାଜୀବଙ୍କର ପିତା ପ୍ରତି ଆଦୌ ନିଶା ରହିଲା ନାହିଁ ପଢ଼ିବା ପ୍ରତି। ମାନେ ସେ ପଢ଼ିବା ପାଇଁ ଚାହୁଁନଥିଲେ। ବାବୁ ବଳରାମ ଶତ ଚେଷ୍ଟା କରି ରାଜୀବଙ୍କ ଭବିଷ୍ୟତ ଗଢ଼ି ପାରିଲେ ନାହିଁ। ଅନେକ ଚେଷ୍ଟା କଲେ କିନ୍ତୁ ରାଜୀବଙ୍କର ଭବିଷ୍ୟତ ଗଢ଼ି ପାରିଲେ ନାହିଁ। ତେଣୁ ସେ ତାଙ୍କୁ ଗାଁକୁ ପଠାଇଦେଲେ। ଗାଁକୁ ଆସି ରାଜୀବ ଇଂରାଜୀ ଶିକ୍ଷାର କୁସଂସ୍କାର ପ୍ରଭାବରେ ଗାଁକୁ ଆସି ରାଜୀବ ଇଂରାଜୀ ଶିକ୍ଷାର କୁପ୍ରଭାବରେ ନାନା ମନ୍ଦ କାର୍ଯ୍ୟମାନ କଲେ। ଘଟଣାକ୍ରମେ ସନ୍ନିପାତ ରୋଗରେ ଗୋପାଳଙ୍କର ମୃତ୍ୟୁ ହେଲା। ଏକ ଘଟଣା ଆସିଲା। ଘଟଣାକ୍ରମେ କୋଉ ରୋଗରେ ମରିଗଲେ ନା ସନ୍ନିପାତ ରୋଗରେ। ତାଙ୍କୁ ସନ୍ନିପାତ ରୋଗ ହେଇଗଲା। ସେ ସନ୍ନିପାତ ରୋଗରେ ଗୋପାଳ ମୃତ୍ୟୁ କଲେ। ଗୋପାଳଙ୍କ ମୃତ୍ୟୁର ସଂସ୍କାର କର୍ମଠାରୁ ନିଜର ବିବାହ ଆଦି ରାଜୀବଙ୍କ ମନ୍ଦ ବୁଦ୍ଧିର ପରିଚୟ ବହନ କରେ। ଜମି ବନ୍ଧା ପଡ଼ିବା ଓ ରାଜୀବ ଆସାମ ଯାଇ ଚାକିରି କରିବା ସଭ୍ୟ ଜମିଦାରଙ୍କ ଜୀବନ ଧାରଣର ଅବିଲକ୍ଷଣର ପରିଚାୟକ। ନାମକରଣର ସଫଳତା ଦୃଷ୍ଟିରୁ ଗଳ୍ପଟି ବାସ୍ତବଧର୍ମୀ। ନାମକରଣର ସଫଳତା ଦୃଷ୍ଟିରୁ ଗଳ୍ପଟି ବାସ୍ତବଧର୍ମୀ। ଏଇ ଯୋଉ ଥିଲା ଆମର ସଭ୍ୟ ଜମିଦାର ଗଳ୍ପ। ବୁଝିଲେ? ସେ ତାଙ୍କୁ ଦେଖିଲେ